हेलो फ्रेंड, जय जगन्नाथ। वेलकम कर मोर न्यू ब्लॉग को। तो आज कुमार पूर्णिमा ओषा तो पूजा स्टार्ट हो जाइए सकाळु सकाळु सूर्योदय हवा पूर्व आम जो अंजुला दो तो से आम पूरा गाधे पाधे 4टा रात रेडी हो जाइए दी भौणी पूजा करने। तो पूजा स्टार्ट कर दीचु सका सका जो सब पूजा संध्या को हम सूर्य देवता को आगे पूजा करा जाए। तो से पूजा टाइम चली। सबुदिन सका आम पारा मान खावाई दिखती से खायापी आसी मो फास्ट थर उठे दी तो माँ से डाक आउ थे खायापी दौरान। एबे पुणी रेडी कर देजो पूजा सामग्री सब बालुका दिज्व कलश निपाई। तो देखिए आपण मैंने तो ता पूर्व मुझे सब बसिक माड़ गुंथुची जोटा कि माने आम वृंदावती माँ को आ कलश दिज्व से माड़ मु रेडी कर। एपटे मो भौणी मुरुज पकाउची जेहेतु एबे मुरुज पक्का जाए कुमार पूर्णिमा तो मुरुज पकाउची तापर आमे पूजा करिवो देखिबे। ଟିକେ ଅନାନ୍ତୁ ଇଆଡେ ଅନା ଟିକେ। ଏବେ ମୁରୁଜ पूरा कंप्लीट हो गला देखंतु केते सुंदर देखा जाउछंती। तो कमेंट माध्यम रे जणेबे कि केमती लागिला। तो ଏବେ चलंतु जिबा पूजा करिया। तबे बालुका दिया जाउची जोटा कि एक्चुअली दिया जाए जोठी पोखरी थाए सेठी गाधे कि झियो माने बालुका देई कि सेठु आनंदी कलश जेहेतु आम माने घर पाखरे सुविधा नाही तो आमे जोठी पाइप ला ता साइड रे बालुका देई कि सेठु कलश नेकी जिवु। देखो ना सात थर बंधाइब सात थर करब। बालुका सरीगला दिया तो कलश एबे नेकी स्थापना करी जोठी हम पूजा करा जाए चौरा मूल रे। तापर चौरा पूजा हबो नेक्स्ट पूजाटा जोटा। सब प्रिपरेशन
तो ଏବେ ଚଉରା ପୂଜା ଷ୍ଟାର୍ଟ ହେଇଗଲା, ମାନେ ଚଉରାରେ ବୃନ୍ଦାବତୀ ମାଙ୍କୁ ପୂଜା କରାଯିବ। ଆମେ ଯୋଉ କାର୍ତ୍ତିକେଶ୍ୱର ଠାକୁରଙ୍କର ମୟୂର ବାହନ ନା, ତ ସେଥିପାଇଁ ମୟୂର ପୁଚ୍ଛକୁ ବି ପୂଜା କରାଯାଏ। ସେଇ ଦିଟାକୁ ଏବେ ପୂଜା କରାଯାଏ, କଳସ ବସାଯାଏ, ରାତିରେ ପୁଣି ଥରେ ପୂଜା କରାଯିବ। କିନ୍ତୁ ଏବେ ତାଙ୍କୁ କଳସ ସ୍ଥାପନା ସହିତ ସବୁ ପୂଜା ବିଧି କରାଯିବ। ତାପରେ ଆଉ ନେକ୍ସଟ ପୂଜା ଯୋଉଟା ସେଟା ହେଲା ରାତିରେ କରାଯାଏ। ତ ଏତିକି ସକାଳର ସବୁ କାମ ରହିଲା। ତାପରେ ରହିଛି ପୁଣି ପିଠା ପଣା ବନେଇବା ପାଇଁ, ଚାନ୍ଦ ବନେଇବା ପାଇଁ ବହୁତ ପ୍ରକାର ରହିଛି। ପୁଣି ଆମ ଡେକୋରେସନ ରହିଛି, ମାନେ ଚଉରାକୁ ସଜାଯିବ। ତ ଆମର ଏବେ ଚଉରା ପୂଜା ସରିଗଲା, ଦେଖନ୍ତୁ ଚଉରା ପୂଜା ଏଇଠି ଶେଷ ହେଲା। ତାପରେ ନେକ୍ସଟ ପୂଜା ସନ୍ଧ୍ୟା ବେଳକୁ ହବ, ମାନେ ଚାନ୍ଦ ଦେଖି ସାରିକି ବନ୍ଦେଇଲା ପରେ ଯାଇକି ହବ। ଏତିକି ହେଲା ପରେ ଆମେ ପୁଣି ବାହାରି ଗଲୁ, ଯେହେତୁ ଲକ୍ଷ୍ମୀ ପୂଜା ବି ଆଜି, ତ ଲକ୍ଷ୍ମୀ ମାଙ୍କୁ ଦର୍ଶନ କରିବା ପାଇଁ ଯାଇଛୁ। ତ ଏଇଠି ଲକ୍ଷ୍ମୀ ମାଙ୍କର ବହୁତ ବଡ ମୂର୍ତ୍ତି ସ୍ଥାପନା କରାଯାଇଛି, ଯୋଉ କାଶୀପୁର ମନ୍ଦିର ପାଖରେ ବହୁତ ସୁନ୍ଦର ଡେକୋରେସନ ହେଇଛି, ଦେଖନ୍ତୁ। ଆଉ ମା ଲକ୍ଷ୍ମୀ ବି ମାନେ ବହୁତ ମାନନ୍ତି, ଏଠି ବହୁତ ଭିଡ ବି ହୁଏ, ଦେଖିବେ କୁହନ୍ତୁ ମୁଁ ଦେଖଉଛି। ତ ଆମେ ବି ଦର୍ଶନ କରିବା ପାଇଁ ପଳେଇ ଆସିଛୁ ମାଙ୍କୁ। ଦେଖନ୍ତୁ ମା ଲକ୍ଷ୍ମୀଙ୍କର ମନ୍ଦିର, ମା ଲକ୍ଷ୍ମୀ ହିଁ ମାନେ ଏଠି ଖାଲି ପୂଜା ପାଆନ୍ତି। ତ ଏଠି ମାଙ୍କୁ ଦର୍ଶନ କରିସାରିଲା ପରେ ପୁଣି ଥରେ ଘରକୁ ଗଲୁ, ଯେହେତୁ ପିଠା ବନେଇବାର ଥିଲା। ତ ସେଥିପାଇଁ ସବୁ ଧଳାରେ ହିଁ ହବ, ଯେହେତୁ ମାନେ ଜହ୍ନ ପୂଜା ଟା ସବୁ ଧଳାରେ ହିଁ ହବ। ମା ଟା ଅଲଗା କରୁଛି ପିଠା, ଯୋଉଟା କି ମାନେ ଏଟା ପୂଜା ହବନି, ଖାଲି କରାଯିବ। ତାପରେ ଆମ ଚାନ୍ଦ ବନ୍ଦେଇବା ମାନେ ବନେଇବା ଷ୍ଟାର୍ଟ ହେଇଗଲା। ସେଟା ବି ପୁଣି ସବୁ ଧଳା ଜିନିଷ ସେଠି ମିଶିକି 5 ପ୍ରକାର କି 7 ପ୍ରକାର ମିଶିବ, ସେଇଟାକୁ ଚକଟିକି ଚାନ୍ଦ ହବ। ତ ସବୁ ଧଳା ଜିନିଷ, କିଛି ବି ଇଏ ନଥାଏ, ସେଥିରେ ଚକଟିକି ସେଥିରେ ଚାନ୍ଦ କରାଯାଉଛି। ଏଠି ଚାନ୍ଦ ବନ୍ଦେଇବା ମୁଁ ଷ୍ଟାର୍ଟ କରିଥିଲି, ଦେଖନ୍ତୁ। ତାପରେ ପୂଜା ମାନେ ପୂଜା ପାଇଁ ରେଡି ହେଇକି ଆମେ ଯିବୁ ଛାତ ଉପରକୁ। ୱେଟ କରିଥିବୁ କି ମାନେ ଜହ୍ନ ମାମୁଁ କେତେବେଳେ ବାହାରିବେ। ତାପରେ ଜହ୍ନକୁ ଫାଷ୍ଟ ପୂଜା କରାଯାଇକି ତଳକୁ ଆସିକି ବୃନ୍ଦାବତୀ ମାଙ୍କ ପାଖରେ ପୁଣି ଥରେ ପୂଜା ଷ୍ଟାର୍ଟ ହେଇଯିବ। ସେଇଠି ମୋ ଚାନ୍ଦ ଦେଖନ୍ତୁ ମୁଁ ବନଉଛି। ଦେଖିଲ ହେଲା ନା ତାଟା। ତ ଏଠି ଏବେ ଫାଇନାଲି ବାହାରି ଗଲେ ଆମ ଜହ୍ନ ମାମୁଁ। ତ ଆମେ ବି ପୂଜା କରିବୁ ଏଠି ଦି ଭଉଣୀ। ଏଠି ପୂଜା କରି ସାରିଲା ପରେ ତଳକୁ ଯାଇକି ଆର ପୂଜା ଷ୍ଟାର୍ଟ ହବ। ଏଠି ଭଲସେ ପୂଜା କରି ସାରିଲା ପରେ ଆମେ ଦି ଭଉଣୀ ପୁଣି ଗଲୁ ମାନେ ତଳକୁ, ଚଉରା ମୂଳରେ ପୂଜା କରାଯିବ। ଚଉରା ମୂଳରେ ପୂଜା କରି ସାରିଲା ମାନେ ବହିପତ୍ର ପଢି ସାରିଲା ପରେ ପୁଣି ଚାନ୍ଦକୁ ନେଇକି ଭସାନ୍ତି ଆକ୍ଚୁଆଲି ପୋଖରୀରେ। ସେଇଠୁ ତାପରେ ଆଗେ ଫାଷ୍ଟ ଖାଇବା ପାଇଁ ଦିଆଯାଏ ଗେଣ୍ଡା ମାନଙ୍କୁ, ମାଛ ମାନଙ୍କୁ, ତାପରେ ନିଜେ ଖାଇଯାଏ। ଏଠି ସେମିତି ସୁବିଧା ନାହିଁ, ତ ଆମେ ସବୁ ଅଲଗା କରିକି ରଖିଦଉ। ତାପରେ ଆମ ମାନେ ଯୋଉ ଉପାସ ଥାଉ ତାର ଇଏ ମାନେ ପାଣି ପିଇଥାଉ। ଏଠି ପୂଜା ଆମର ଏବେ ସରିବା ଉପରେ ହେଲାଣି, ତ ଲାଷ୍ଟ ଆଳତି କରାଯାଉଛି। ନେ ବନ୍ଦ କରିଦେନି ଦି ହାତ। ଶୁଣି ଜଙ୍ଗ କ୍ଷେତ୍ରରେ ଉପସ୍ଥିତ ସତ୍ୟରେ ଶିବଙ୍କ ପୁରାଣ। ଶିବଙ୍କୁ ବିବାହ କରନ୍ତି ଦୁଃଖରେ ଦକ୍ଷ ମୃଣ ମାଣ। ଜ୍ୱାଇଁ ଶ୍ମଶାନ ନ ଦିଅନ୍ତି ଶିବଙ୍କୁ କରିଲେ ଆଗ୍ରାଜ୍ୟ। ଜ୍ୱାଇଁଙ୍କୁ ଉପେକ୍ଷା କରିଲେ ସତୀଙ୍କୁ ଦୁଃଖରେ ମ୍ରିୟମାଣ। ପିତା ସମୀପେ ଉଭା ଦେଲେ କ୍ରୋଧେ ଉଚ୍ଛନ୍ନ ତାଙ୍କ ମତି। କନ୍ୟା କରିଛ ନିମନ୍ତ୍ରଣ
ଏବେ ପୂଜା ସରିଗଲା ତ ଏବେ ସବୁ ଘରକୁ ଜିନିଷ ପତ୍ର ନେଇକି ଯାଉଛି ତାପରେ ମୋ ଯୋଉ ଉପାସ ଥିଲି ମୁଁ ସେଟା ଭାଙ୍ଗିବି। ତ ଏତିକି ଥିଲା ଆଜିକାର ମାନେ ପୁରା ହୋଲ ଡେ ର ପୂର୍ଣ୍ଣିମାରେ କୁମାର ପୂର୍ଣ୍ଣିମାରେ କଣ ସବୁ କଲି ଯଦି ଭିଡିଓ ଭଲ ଲାଗେ ଲାଇକ୍ ଆଣ୍ଡ ସବସ୍କ୍ରାଇବ କରିଦେବେ। ଏଇଟାକୁ ଖାଲି ଦେଖା